ପ୍ରସ୍ତୁତି ଚାଲିଥିବା ବେଳେ ବୃକ୍ଷ ସୈନ୍ୟ ବା ଭଲ୍ଲୁକ ସୈନ୍ୟ ଧନ୍ୟ ବା କମ୍ପମାନ ହୋଇ ପୁଣ୍ୟ ଜନପୁର ବା ରାକ୍ଷସପୁର ଲଙ୍କାକୁ ବେଢ଼ିଗଲେ। ହିମାଳୟର ତଳଭାଗକୁ ଜଳଧର ବା ମେଘ ଢାଙ୍କିଲା ପରି ଘେରିଯାଇ ବାନର ଓ ଭଲ୍ଲୁକ ବୀରବ ବା ଉଚ୍ଚରେ ଗର୍ଜନ କରି ଘନ ଉପଳ ବଡ଼ ପଥର ଫିଙ୍ଗିଲେ। ବର୍ଷା ସହ ପବକ ବା ବେଙ୍ଗ ଥିଲା ଭଳି ଏଠି ପବକ ଅର୍ଥରେ ବାନର ଅଛନ୍ତି ଓ ତାଙ୍କ ଫିଙ୍ଗା ପଥର କୁଆପଥର ହୋଇଛି। ବାଦଜ ହନୁମାନ ଏ ବର୍ଷା କାଳରେ ପ୍ରଖର ବତାସ। ଶ୍ରୀରାମଙ୍କ ଧନୁ ଏଠାରେ ଇନ୍ଦ୍ରଧନୁ। ବିଭୀଷଣ ଡାକରେ ସୈନ୍ୟମାନଙ୍କ ଚଞ୍ଚଳତା ଚଞ୍ଚଳା ବା ବିଜୁଳି ଭଳି ହେଲା। ବର୍ଷା ବେଳେ ସୁମନା ବା ମାଳତୀ ଫୁଲ ଖେଳିଲା ଭଳି ସୁମନା ବା ଦେବତାଙ୍କ ପ୍ରସନ୍ନତା ଏଠି ଖେଳିଲା। ବିହାୟସ ବା ଆକାଶରେ ରାବଣ ବିମାନ ଚଢ଼ି ଭ୍ରମଣ କଲା। ରାବଣ ଉପରୁ ଶ୍ରୀରାମଙ୍କୁ ଦେଖି ତାଙ୍କୁ ଗ୍ରୀଷ୍ମକାଳ ସଙ୍ଗେ ତୁଳନା କଲା। ମହାସନ୍ତାପ ବା ଗ୍ରୀଷ୍ମ ସଞ୍ଚରୀ ମଲ୍ଲି ଫୁଟିଲା ପରି ଏ ତପ ଆଚରଣଧାରୀ ମହାସନ୍ତାପ ଆଣି ସୈନ୍ୟଙ୍କୁ ମଲ୍ଲି ବୋଲି କୁହାଇବ ଓ ଜୀବନ ବା ଜଳ ଗ୍ରୀଷ୍ମରେ ଶୁଖିଲା ପରି ଜୀବନ ବା ପ୍ରାଣ ନେବ କି? ନିଜ ପକ୍ଷରେ ଥିବା ମଣିକୁ ଚାହିଁ ବିହଳ ହୋଇ ମନ ପରିବର୍ତ୍ତନ କରି ପାଞ୍ଚ କଲା ବା ବିଚାର କଲା। ରାବଣ କହିଲା, ବିଧାତା ଏତେ ସୈନ୍ୟ ସଞ୍ଚୟ ଏଠାରେ କଲା କାହିଁକି? ଏହି ଶାଖା ମୃଗ ବା ବାନରମାନେ ମରିଚିକାକୁ ବାରି ଭାବି ମାନବ ଜଣକୁ ଦେବତା ଭାବି ବଣା ହେଇଛନ୍ତି। ମୋର କୂଳବୁଡ଼ା ବା କୁଳାଙ୍ଗାର ଅନୁଜ ବିଭୀଷଣ ମନୁଜ ବା ମାନବ ରାମର ଶରଣ ପଶିଛି, ତାକୁ ଆଗ ମାରିବି। ଏହା କହି ଗନ୍ଧମୋହ ବା ପବନ ଦେଇଥିବା ଗଦା ପ୍ରୟୋଗ କଲା। ତାହା ଉଲ୍କା ପରି ପଡ଼ିବା ବେଳେ ହନୁମାନ ଧରିନେଲେ। ରାମ ପଚାରିଲେ, ବିନା ବାଘରେ ସୂର୍ଯ୍ୟପ୍ରଭା କିପରି ଗଲା? ବିଭୀଷଣ କହିଲେ, ନଭ ବା ଆକାଶରେ ରାବଣ ବିଳସୁ ଅଛି। ରାମଚନ୍ଦ୍ର କାଣ୍ଡ ପ୍ରହାରୀ ତାହାର ଛତ୍ରଦଣ୍ଡ ଛେଦିଲେ। ରାବଣ ବାହୁଡ଼ି ଗଲା। ଏହି ସମୟରେ ଅଙ୍ଗଦ ହାତରେ ଆଦେଶ ଦେଲେ, ଶ୍ରୀରାମ ବୈଦେହୀ ଆଣି ସମର୍ପ। ରାବଣ କହିଲା, ରେ ଅଙ୍ଗଦ, ବିଳମ୍ବରେ ତ ଅଙ୍ଗଦାନ କରିବୁ। ଅଙ୍ଗଦ କହିଲା, ଆଜ୍ଞା ନାହିଁ, ନହେଲେ ତତେ ବିଧାଇ ଦିଅନ୍ତି। ତୁ ରାବ କରି ରାବଣ ନାମ ପାଇଛୁ। ମହାଦେବ ବାଳି ସହସ୍ରାର୍ଜୁନଙ୍କ ପୀଡ଼ାରେ ଚିତ୍କାର କରିଥିଲୁ। ରାବଣ ପଠାଇଥିବା ମଲ୍ଲଙ୍କୁ ମାରି ରାମଙ୍କ ପାଖରେ ପହଞ୍ଚିଲା ଅଙ୍ଗଦ। ରାବଣ ଅଶୋକ ବନରେ ମାୟାରେ ରାମ ଓ ଲକ୍ଷ୍ମଣଙ୍କ ଛିନ୍ନ ମୁଣ୍ଡକୁ ସୀତାଙ୍କ ପାଖରେ ଥୋଇ କହିଲା, ତୋ ବର ଦେବରଙ୍କୁ ବଧିଲି, ଏଥର ମୋତେ ବରଣ କର।
বিভীষণ বিলসে নভে রাবণ হে ভজ স্মৃত বিভীষণ ছত্র চামর এই প্রমাণরে জাণ বিমল লক্ষ্য স্থিত ছত্র চামর এই প্রমাণরে জাণ বিরোধী হইছি আদিত্য প্রভারে বিরোধী হইছি আদিত্য প্রভারে লক্ষ্য শঙ্খ শব্দ শুণ সে বীরেন্দ্র প্রহারী কাণ্ড বিছে দিলে ছত্র দণ্ড সে বীরেন্দ্র প্রহারী কাণ্ড বিহরি বিহরি চক্রাঙ্গ কি চক্র গতি করি শূন্য খসি বিধ হেবা শঙ্কা লঙ্কপতি লোভি বিধ হেবা শঙ্কা লঙ্কপতি লোভি বাহুড়ি সভারে বসি সে কৌড়কে তহি বিবিধ প্রতিজ্ঞা কহি হে কৌড়কে তহি বিবস্বান বংশী আদেশে কালে আসিমু অঙ্গদ ভণি বৈদেহী সমর্প জীবে থিলে আস বৈদেহী সমর্প জীবে থিলে আস মুঠা আজ্ঞা অছি আଣିমু তুলে লঙ্কেশ এ পদ বিলম্বে হেবু অঙ্গদরে তুলে লঙ্কেশ এ পদ ব্যাখ্যান কলা যুবরাজন চিহ্ন মতে বিংশ চক্ষু ঠাই বড়ামুয়ে ঘেলি তুকে উড়াবণ বড়ামুয়ে ঘেলি তুকে উড়াবণ রাবণ করন্তি মুহি সে ইচ্ছা প্রহারী এ ক্ষণী বিভু আজ্ঞা নাই শুনি রে ইচ্ছা প্রহারী এ ক্ষণী বৈশ্রবণ বুলি কেতে রাবণ জাণু শুনি মাসে কহি বালি অর্জুন ভবগিরি পীড়ারে বালি অর্জুন ভবগিরি পীড়ারে রাব বুঝিলে যে বিহিসে বামা চোরে অছি মৃত্যু বিবেক কর তকে তুরে বামা চোরে অছি মৃত্যু বেঢ়াউ সে মল্ল জাড়কু জাড়কু বধি জগতি জাড়কু বহি গগনে রামে যাই কহিলা বহি গগনে রামে যাই কহিলা সে সন্দেশ সকলকু দে বক্র মালি এ সময়ে কঞ্জুଳ বনকু যায় সে বক্র মালি এ সময়ে
ପଦ୍ମ ବା ପ୍ରସ୍ଫୁଟିତ ପଦ୍ମ ଭଳି ଦୁଇ ରକ୍ତଲଗା ମୁଖକୁ ଚାହିଁଲେ ସୀତା। ସୀତା କୁନ୍ଦ ବା ଲତା ଓ ଦନ୍ତୀ ବା ବୃକ୍ଷରୂପୀ ହୋଇ ବି ବା ପକ୍ଷୀମାନଙ୍କର ସୁବିଧା ହେଲାବେଳେ ଏ ଦୃଶ୍ୟ ହେମନ୍ତ ଋତୁ ଭଳି ସବୁ ସିରି ନାଶ କରିଦେଲା। ବକ୍ଷଦେଶ ପର୍ଯ୍ୟନ୍ତ ଲୁହ ବହିଗଲା। ଏତିକିବେଳେ ବାନରଙ୍କ ବିରଡାକ ଶୁଣାଯିବାରୁ ସୀତା ଭାବିଲେ ଏ କ'ଣ? ରାମଙ୍କ ଆଦେଶରେ ହନୁ, ସୁଗ୍ରୀବ ଓ ଅଙ୍ଗଦ କଥାରେ ବାନରମାନେ କବାଟ ଆଣ୍ଟ ବା ମଜବୁତ ହେଇଥିବାରୁ ବାଟ ପାଇଲେ ନାହିଁ। ସେମାନେ ପାଚିରି ଉପରେ ଉଠିଲେ। ଚାର ବିଂଶଭାକୁ ଏ ସମ୍ବାଦ ସତ୍ୱର ବା ଶୀଘ୍ର ଜଣାଇଲା। ମାୟା ମୁଣ୍ଡକୁ ବସିବା ବାଟରେ ପକାଇ ଦେଇ ଲଜ୍ଜାରେ ବାହୁଡ଼ିଲା ରାବଣ। ବିଭାବସୁ ବା ସୂର୍ଯ୍ୟଙ୍କ ପ୍ରକାଶକୁ କୁହୁଡ଼ି ଆଚ୍ଛାଦି ପାରେ କି? ହେମନ୍ତ ଋତୁ ଗଲା ସୀତାଙ୍କ ଠାରୁ। ବସନ୍ତ ଆସି ହର୍ଷଙ୍କର ସଦ୍ମ ବା ସ୍ଥାନ ସ୍ୱରୂପ ବଦନ ପଦ୍ମ ବିକଶିଲା। ଅଶ୍ରୁରୂପୀ ତୁଷାର ନାଶ ଯାଇ କୁକିଳବାଣୀ ଶୁଭିଲା। ତ୍ରିଜଟାକୁ ସୀତା କହିଲେ, ଏ ରାତ୍ରି ମଠ ବା ରାକ୍ଷସମାନେ ଏଡ଼େ କପଟ ଜାଣନ୍ତି। ମୋର ଚିତ୍ତକୁ ବିହଳିତ କରିଦେଲେ। ଏମାନଙ୍କୁ ବିଶ୍ୱଜୟ କେତେ ମାତ୍ର? ବୀର ମହାବୀର ସବୁ ରଣରଙ୍ଗରେ ବାହାରିଲେ। ରାବଣ ସୀତାଙ୍କ ବନକୁ ଜଗାଇଲା। ଦୁଇ ପକ୍ଷର ମଲ୍ଲ ପରସ୍ପର ଯୁଦ୍ଧ କରି ମଲ୍ଲରେ ବୋଲି ବୁଲାବୁଲି ହେଲେ। ବରଷାର ଜଳଧାରା ପରି ଉଭୟ ପକ୍ଷ ସୈନିକଙ୍କ ରକ୍ତ ବହିଲା। କନ୍ଦର୍ପଙ୍କ ଅନ୍ୟ ନାମ ମାର ବୋଲି ସମସ୍ତଙ୍କ ସ୍ୱର ଶୁଭିଲା। ଅଙ୍ଗଛେଦ ହୋଇ ଅଙ୍ଗହୀନ ହେବାରୁ ଅନଙ୍ଗ ବୋଲି କାମଦେବଙ୍କ ଅନ୍ୟ ନାମ ବହିଲେ। ସୈନ୍ୟମାନେ ଦର୍ପ କରିବାରୁ କାମଦେବଙ୍କ ଦର୍ପକ ନାମ ବହିଲେ। ସକଳ ମତରେ ମକର କେତନ ବା ସମୁଦ୍ର ରୂପେ ଦିଶୁଥିବା ସୈନ୍ୟମାନଙ୍କର କିଛି ବିଘ୍ନ ଘଟିଲା ନାହିଁ। ମକର କେତନ ମଧ୍ୟ କାମଦେବଙ୍କ ନାମ। ଏହି ସୈନ୍ୟମାନେ ଭବଜୟ କରିବାକୁ ବ୍ୟକ୍ତ କାମ ବା ଇଚ୍ଛା ପ୍ରକାଶ କରିଛନ୍ତି। ସ୍ମର ବା କାମଦେବ ଅର୍ଥ ବୁଝାଉଥିବା ଶବ୍ଦମାନ ପ୍ରୟୋଗ କରି ଯୁଦ୍ଧର ବର୍ଣ୍ଣନାରେ ଚମତ୍କାରିତା ସୃଷ୍ଟି କରିଛନ୍ତି କବି। ବ୍ୟାଘ୍ର ଭଳି ବଜ୍ରଦଂଷ୍ଟ ଓ ପ୍ରଶସ୍ତ ରାକ୍ଷସକୁ ବୃକ ବା ବଳିଆ କୁକୁର ଭଳି ସେନାପତିମାନେ ବେଢ଼ି ବୃକୋଦରପୁର ବା ଯମପୁର ପଠାଇଲେ। ଆଉ ଯେତେ ରଖିଥିଲେ କୁରଙ୍ଗ ବା ମୃଗ ପରି ପଳାଇଲେ। ବେଳା ଅସ୍ତ ଦେଖି ରାମ ଦ୍ୱିବିଦକୁ ପେଶି ବା ପଠେଇ ସୈନ୍ୟ ବାହୁଡ଼ାଇ ନେଲେ। ଏଇଠି ଶେଷ ହୋଇଛି କାବ୍ୟର 41 ଛାନ୍ଦ। শোভা
ସେ